ପରୀକ୍ଷାରେ ଭଲ ନମ୍ବର ରଖିବା ପାଇଁ ଛାତ୍ରଛାତ୍ରୀମାନେ ଗଣିତ ପ୍ରଶ୍ନ ଚୟନ କରିବା ସମୟରେ କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦେବା ଉଚିତ। ନିମ୍ନରେ ସେହି ସମ୍ବନ୍ଧରେ କିଛି ଧାଡ଼ି ଦିଆଗଲା। ପ୍ରଶ୍ନପତ୍ରକୁ ଭଲ ଭାବେ ପଢ଼ିବା। ପ୍ରଥମେ ସମ୍ପୂର୍ଣ୍ଣ ପ୍ରଶ୍ନପତ୍ରକୁ ଧୈର୍ଯ୍ୟର ସହ ପଢ଼ିବା ଉଚିତ, ଯାହାଫଳରେ କେଉଁ ପ୍ରଶ୍ନଗୁଡ଼ିକ ସହଜ ତାହା ଜାଣିହେବ। ସହଜ ପ୍ରଶ୍ନକୁ ପ୍ରାଥମିକତା। ଯେଉଁ ପ୍ରଶ୍ନର ସମାଧାନ ଆପଣଙ୍କୁ ସବୁଠାରୁ ଭଲ ଭାବେ ଜଣା, ସେଗୁଡ଼ିକୁ ପ୍ରଥମେ ଚୟନ କରନ୍ତୁ। ଏହା ଆପଣଙ୍କ ଆତ୍ମବିଶ୍ୱାସ ବଢ଼ାଇଥାଏ। ଅଧିକ ନମ୍ବର ବିଶିଷ୍ଟ ପ୍ରଶ୍ନ। ଯେଉଁ ଦୀର୍ଘ ପ୍ରଶ୍ନଗୁଡ଼ିକରେ ଲଙ୍ଗ୍ କ୍ୱେଶ୍ଚନ୍ସ ଆପଣଙ୍କର ଦକ୍ଷତା ଅଛି, ସେଗୁଡ଼ିକୁ ଆଗ କରିବା ପାଇଁ ଚେଷ୍ଟା କରନ୍ତୁ, କାରଣ ଏହା ସ୍କୋର ବଢ଼ାଇବାରେ ସାହାଯ୍ୟ କରେ। ସମୟ ପରିଚାଳନା ଟାଇମ୍ ମ୍ୟାନେଜମେଣ୍ଟ। ପ୍ରଶ୍ନ ଚୟନ କଲାବେଳେ ଧ୍ୟାନ ରଖନ୍ତୁ ଯେ ସେଗୁଡ଼ିକ ଯେପରି ଅଧିକ ସମୟ ନ ନିଏ। ଜଟିଳ ଗଣିତକୁ ପର ପାଇଁ ରଖିବା ଶ୍ରେୟସ୍କର। ସୂତ୍ର ଏବଂ ଷ୍ଟେପ୍ ମାର୍କିଂ। ଯେଉଁ ପ୍ରଶ୍ନର ସୂତ୍ର ଫର୍ମୁଲା ଆପଣଙ୍କୁ ମନେ ଅଛି, ସେହି ପ୍ରଶ୍ନଗୁଡ଼ିକୁ ବାଛନ୍ତୁ, କାରଣ ଗଣିତରେ ଷ୍ଟେପ୍ ମାର୍କିଂ ବହୁତ ଗୁରୁତ୍ୱପୂର୍ଣ୍ଣ। ଗଣିତ ପରୀକ୍ଷା ପାଇଁ କୌଣସି ନିର୍ଦ୍ଦିଷ୍ଟ ଅଧ୍ୟାୟ, ଚାପ୍ଟର କିମ୍ବା ସୂତ୍ର ବିଷୟରେ ଜାଣିବାକୁ ଚାହୁଁଛନ୍ତି କି? ମୁଁ ଆପଣଙ୍କୁ ଏଥିରେ ସାହାଯ୍ୟ କରିପାରିବି।